କାହା ଘରେ କେକ୍ ଟି ନଥାଇ ପାରେ କିନ୍ତୁ ଇଡିଲି ଛାଞ୍ଚ ସମସ୍ତଙ୍କ ଘରେ ଥାଏ ଆଉ କେକ୍ ଖାଇବାକୁ ବି ପ୍ରାୟ ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ। ତେଣୁ ଆମେ ଆଜି ଖୁବ୍ କମ୍ ସମୟରେ ଇଡିଲି ଛାଞ୍ଚରେ ମାର୍ଭେଲ କେକ୍ ବନେଇବା। ଭିଡ଼ିଓଟିକୁ ପୁରା ଦେଖିବାକୁ ଅନୁରୋଧ ରହିଲା। ଦେଖନ୍ତୁ କେତେ ସଫ୍ଟ ବନିଛି। ଯଦି ଆପଣମାନଙ୍କୁ ଏହି ସୁପର ଟେଷ୍ଟି ସ୍ପଞ୍ଜି ମାର୍ଭେଲ କେକ୍ର ରେସିପି ଭଲ ଲାଗିବ ତେବେ ଗୋଟେ ଲାଇକ୍ କରିବେ, ସାଙ୍ଗମାନଙ୍କୁ ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ନମସ୍କାର, ସମର୍ପଣ କିଚେନ୍ ଆଣ୍ଡ ବ୍ଲଗ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ। କେକ୍ର ବ୍ୟାଟର ବନେଇବା ପାଇଁ ମୁଁ ଏଠି ଗୋଟେ ମିକ୍ସିଂ ବାଉଲ୍ ନେଇଯାଇଛି। ମୁଁ ଏଠି ନେଇଛି 1 କପ୍ ମଇଦା। ଯେଉଁ କପ୍ରେ ମାପି ମୁଁ ମଇଦା ନେଇଥିଲି ସେଇ କପ୍ର 3/4 ନେଇଛି ଚିନିର ଗୁଣ୍ଡ। ମୁଁ ପ୍ରଥମେ ଚିନିର ଗୁଣ୍ଡକୁ ଦେଇଦେଉଛି। ସେଥିରେ ଏବେ ଦେଇଦେଉଛି 1/4 କପ୍ ତେଲ। ମୁଁ ଏଠି ରିଫାଇନ୍ ତେଲର ୟୁଜ୍ କରିଛି। ପ୍ରଥମେ ଆମେ এই ଚିନିର ଗୁଣ୍ଡକୁ ତେଲ ସାଙ୍ଗରେ ଟିକେ ଏମିତି ମିଶେଇ ନେବା। ଚିନି ଆଉ ତେଲକୁ ମିଶେଇ ସାରିବା ପରେ ମୁଁ ଏବେ ଏଠି ଗୋଟେ ଛଣା ନେଇଯାଇଛି। ସେଇ ଛଣାରେ ମୁଁ ଏବେ ମଇଦାକୁ ଦେଇଦେଉଛି। ମଇଦା ସାଙ୍ଗରେ ମୁଁ ଏଠି 3-4 ଚାମଚ ମିଲ୍କ ପାଉଡର ଦେଇଦେଇଛି। ମିଲ୍କ ପାଉଡର ଦେଲେ କେକ୍ର ଟେଷ୍ଟ ବହୁତ ଭଲ ଆସିଥାଏ। ଆପଣ ଚାହିଁଲେ ୟାକୁ ସ୍କିପ୍ ମଧ୍ୟ କରିପାରିବେ। ଏବେ এই ମଇଦା ଆଉ ମିଲ୍କ ପାଉଡରକୁ ଆମେ ଟିକେ ଚଲେଇ ନେବା। ଯେଉଁ କପ୍ରେ ମାପି ମୁଁ ମଇଦା ନେଇଥିଲି ସେଇ କପ୍ରେ 1 କପ୍ କ୍ଷୀର ନେଇଛି। କ୍ଷୀର ବେଶୀ ଥଣ୍ଡା ନାହିଁ କି ବେଶୀ ଗରମ ନାହିଁ। କ୍ଷୀରକୁ ସବୁବେଳେ ରୁମ୍ ଟେମ୍ପରେଚରରେ ରଖିବେ। ଆଉ এই କ୍ଷୀରକୁ ଏକାବେଳେ ଦେବାନି, ଆମେ ଧୀରେ ଧୀରେ ଆସ୍ତେ ଆସ୍ତେ এই କ୍ଷୀରକୁ ଦେବା। ମୁଁ ଏବେ ଅଳ୍ପ କ୍ଷୀର ଦେଇଦେଉଛି। କ୍ଷୀର ଦେଇସାରିବା ପରେ ମଇଦା, ଚିନିର ଗୁଣ୍ଡ, ତେଲ, ମିଲ୍କ ପାଉଡର ଆଉ କ୍ଷୀରକୁ ଏମିତି ଭଲ ଭାବରେ ଗୋଟିଏ ଡିରେକ୍ସନରେ ମିଶେଇ ନେଉଛି। ଆପଣଙ୍କୁ ମିଶେଇବା ପାଇଁ ଗୋଟେ ଚାମଚ ହୁଇସ୍କର ବା ଏଇଭଳି ଗୋଟେ ଛୋଟ ସ୍ପାଚୁଲା ମଧ୍ୟ ବ୍ୟବହାର କରିପାରିବେ। ଆକୁ ଆମେ ଭଲ ଭାବରେ ମିଶେଇ ନେବା ଯେମିତିକି ଏଥିରେ କୌଣସି ଲମ୍ସ ରହିବନି। ଏହି କେକ୍ର ବ୍ୟାଟରକୁ ଆମେ ବେଶୀ ବହଳିଆ ବା ବେଶୀ ପତଳା କରିବାନି। ଦେଖିପାରୁଥିବେ ଏଇଠି ବ୍ୟାଟରଟି ଭଲ ଭାବରେ ମିଶେଇ ହେଇଯାଇଛି। ଏବେ ଏଥିରେ 4-5 ବୁନ୍ଦା ଭ୍ୟାନିଲା ଏସେନ୍ସ ଦେଇଦେବା, ଯାହାକି ବହୁତ ଭଲ ଫ୍ଲେଭର ଦେଇଥାଏ। ଆପଣ ଭ୍ୟାନିଲା ଏସେନ୍ସ ପରିବର୍ତ୍ତେ ଗୁଜୁରାତିର ଗୁଣ୍ଡ ମଧ୍ୟ ଦେଇପାରିବେ। ଏବେ ଏଥିରେ ମୁଁ 1 ଚାମଚ ବେକିଂ ପାଉଡର ଦେଇଦେଉଛି। ଆମେ ଘରେ ଯେଉଁ ଏଇ ନର୍ମାଲ ଚାମଚ ୟୁଜ୍ କରିଥାଉ ଏଇ ଚାମଚରେ ମାପି ମୁଁ 1 ଚାମଚ ବେକିଂ ପାଉଡର ଦେଇଛି। 1 ପିଞ୍ଚ ବେକିଂ ସୋଡ଼ା ବା ଖାଇବା ସୋଡ଼ାକୁ ଦେଇଦେଉଛି। 1 ପିଞ୍ଚ ଲୁଣ ଦେଇଦେଉଛି। ଆପଣମାନେ ଏଠି ଲୁଣକୁ ସ୍କିପ୍ ମଧ୍ୟ କରିପାରିବେ, କିନ୍ତୁ 1 ପିଞ୍ଚ ଲୁଣ ବା ଟିକେ ଲୁଣ ଦେଲେ ଟେଷ୍ଟକୁ ଏହା ବାଲାନ୍ସ କରିଥାଏ। ବେକିଂ ପାଉଡର, ବେକିଂ ସୋଡ଼ା ଦେଇସାରିବା ପରେ এই ବ୍ୟାଟରକୁ କେବେ ବି ବହୁତ ଜୋରରେ ଗୋଳେଇବେନି, ହାଲକାରେ ଗୋଳେଇବେ। ଏମିତି ଥାକ ଥାକ ହେଇ ପଡ଼ିଲେ ଆପଣ ଜାଣିବେ କେକ୍ର ବ୍ୟାଟରଟି ପୁରା ପରଫେକ୍ଟ ଅଛି। ଏବେ ଆମେ ନେକ୍ସଟ ପ୍ରୋସେସକୁ ଯିବା। ଗ୍ୟାସ୍ ଉପରେ ମୁଁ ଗୋଟେ ଇଡଲି ଷ୍ଟାଣ୍ଡ ବସେଇ ନେଇଛି। ସେଥିରେ କିଛି ଲୁଣକୁ ଦେଇଦେଇଛି। ଆକୁ ଆମେ ଏବେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖି ପ୍ରିହିଟ୍ ହେବାକୁ ଛାଡ଼ିଦେବା। ଏବେ এই ଇଡଲି ଛାଞ୍ଚରେ ମୁଁ ଟିକେ ଟିକେ ତେଲ ଦେଇଦେଇଛି। ଆମେ ଏବେ ଆକୁ ଏମିତି ଭଲ ଭାବରେ ଗ୍ରୀସ୍ କରିନେବା। ଏଇଠି ଆମେ ବନେଇ ରଖିଥିବା ବ୍ୟାଟରକୁ ଏବେ 2 ଭାଗ କରିନେବା। ଏବେ ଏଥିରେ ଗୋଟେ ବଡ଼ ଚାମଚ କୋକୋ ପାଉଡର ଦେଇଦେଲି। କୋକୋ ପାଉଡର ଦେବା ପରେ ଆମେ এই ବ୍ୟାଟରକୁ ଆଉ ଟିକେ ଭଲ ଭାବରେ ମିଶେଇ ନେବା, ଯେମିତିକି এই କୋକୋ ପାଉଡର ବ୍ୟାଟର ସାଙ୍ଗରେ ମିଶିଯିବ। ଦେଖିପାରୁଥିବେ ଏଇଠି ଏବେ ବ୍ୟାଟରଟି ଟିକେ ବହଳିଆ ଲାଗୁଛି। ଏଇଠି ମୁଁ ଅଳ୍ପ ଟିକେ କ୍ଷୀର ଦେଇଦେଉଛି। ମୁଁ ଯେଉଁ କପ୍ରେ ମାପି ମଇଦା ନେଇଥିଲି ସେଇ କପ୍ରେ କ୍ଷୀର ନେଇଥିଲି, ତ ଏଇଠି ପାଖାପାଖି 200 ml କ୍ଷୀର ୟୁଜ୍ କଲି। ଏବେ ଆମେ এই ଛାଞ୍ଚରେ ବ୍ୟାଟର ଦେବା। ତା ଉପରେ এই ହ୍ୱାଇଟ୍ ବ୍ୟାଟରକୁ ଦେବା। ପୁଣି ଆଉ ଥରେ ହ୍ୱାଇଟ୍ ବ୍ୟାଟରକୁ ଦେବା। ଟିକେ ଏମିତି ଟ୍ୟାପ୍ କରିନେବା। ଗୋଟେ ଛୁରୀ ସାହାଯ୍ୟରେ ବା ଟୁଥପିକ୍ ସାହାଯ୍ୟରେ ଆକୁ ଆମେ ଏମିତି ଡିଜାଇନ୍ ଦେଇଦେବା।
ଏଇଭଳି ଭାବରେ ଆମେ ଆଉ ଗୋଟେ ଛାଞ୍ଚକୁ ମଧ୍ୟ ରେଡ଼ି କରିଦେବା। ଏଇଠି ଏବେ ମୁଁ ଦୁଇଟି ଯାକ ଛାଞ୍ଚରେ କେକ୍ର ବ୍ୟାଟରକୁ ଦେଇ ରେଡ଼ି କରି ନେଇଛି। ଏବେ ଆମେ ୟାକୁ ଇଡଲି ଷ୍ଟାଣ୍ଡରେ ଦେଇଦେବା। ଏବେ ଆମେ ୟାକୁ କଭର କରିନେବା। ଗ୍ୟାସର ଫ୍ଲେମ୍କୁ ଲୋରେ ରଖି ଆକୁ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ଆମେ ଛାଡ଼ିଦେବା। ଏଇଠି ଏବେ ପାଖାପାଖି 20 ମିନିଟ୍ ହେଇଗଲାଣି। ଆମେ ଏବେ କଭର କାଢ଼ି ଦେଖିବା। ଦେଖନ୍ତୁ କେକ୍ ଗୁଡ଼ିକ କେତେ ଭଲ ଭାବରେ ଫୁଲି ଯାଇଛି। ଆମେ ୟାକୁ ଗୋଟେ ଛୁରୀ ସାହାଯ୍ୟରେ ଚେକ୍ କରିବା। ଦେଖନ୍ତୁ ଛୁରୀଟି ପୁରା କ୍ଲିଅର ଅଛି, ତାମାନେ ଏ କେକ୍ ଏଇଠି ଭଲ ଭାବରେ ବେକ୍ ହେଇଗଲାଣି। ଏବେ ମୁଁ ଗ୍ୟାସର ଫ୍ଲେମ୍କୁ ଅଫ୍ କରିଦେଉଛି। ସାବଧାନର ସହିତ এই ଛାଞ୍ଚକୁ ଏମିତି ବାହାର କରିନେବା। ଏବେ এই କେକ୍ ଗୁଡ଼ିକୁ ଆମେ ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଛାଡ଼ିଦେବା। ଏବେ ଏଇଟା ପୁରା ଥଣ୍ଡା ହେଇଗଲାଣି। ଆମେ ଏବେ ୟାକୁ ବାହାର କରିନେବା। ଦେଖନ୍ତୁ କେତେ ସଫ୍ଟ ବନିଛି, କେତେ ସୁନ୍ଦର ଦେଖାଯାଉଛି। ଆପଣମାନେ ଥରେ ଘରେ ୟାକୁ ନିଶ୍ଚୟ ଟ୍ରାଏ କରନ୍ତୁ, ଦେଖିବେ ବହୁତ ପସନ୍ଦ ଆସିବ। ଧନ୍ୟବାଦ।